ପ୍ରିୟ ଆତ୍ମନ୍ 99% ଲୋକଙ୍କର ବିଚାର, ବିଶ୍ୱାସ, ଭାବନା ପୁସ୍ତକ, କାହାଣୀ କଥା ବ୍ୟାଖ୍ୟାନ, ସିନେମା ଓ ନାଟକ ଗୁଡ଼ିକର ଅନୁସାରେ ହୋଇଥାଏ। ପୁସ୍ତକ କାହାଣୀ ଓ ବ୍ୟାଖ୍ୟାନାଦିରେ ସେହି ଲୋକଙ୍କୁ ଭଲ ଲାଗେ ଯାହା ଅଧିକତଃ ଅସତ୍ୟ, ଅତିରଞ୍ଜିତ ଓ ଅସମ୍ଭବ ଘଟଣା ଗୁଡ଼ିକରେ ପୂର୍ଣ୍ଣ ଥାଏ। ଯେପରି ଜଣେ ଜହ୍ନକୁ ଦ୍ୱିଖଣ୍ଡ କରି ଗୁଣ୍ଡ କରିଦେଲା। ଜଣେ ଫକୀର ଏକ ଛୋଟ ମାଛରେ ତ ହଜାର ହଜାର ଲୋକଙ୍କୁ ଭୋଜନ କରାଇଦେଲା ଆଉ ସମସ୍ତଙ୍କର ପେଟ ମଧ୍ୟ ଭରିଗଲା। ଲୈଲା ମଜ୍ନୁ କିପରି ପ୍ରେମୀ ଥିଲେ, ଶିରି ଫରାଦ କିପରି ଥିଲେ, ହାତିମ କିଭଳି ବୀର ଥିଲା, ଆଲିଫ ଲୈଲାର କାହାଣୀ, ଏହା ଶୁଣିବାକୁ ଭଲ ଜଣାପଡ଼ୁଛି, କିନ୍ତୁ ମନୁଷ୍ୟ ଏଗୁଡ଼ିକରୁ ଭଲ ଓ ବାସ୍ତବିକ ଜ୍ଞାନରୁ ଦୂରକୁ ଯାଇ ପଡ଼ିଥାଏ। ମନୁଷ୍ୟ ନିଜର ଆଖିରେ ଦେଖିଥିବା କଥା ଉପରେ ଅଳ୍ପ ଧ୍ୟାନ ଦେଇଥାଏ। ନିଜର ବତେଇଥିବା ଓ ଅନୁଭବର ମୂଲ୍ୟ ବୁଝେ ନାହିଁ। କିନ୍ତୁ ପ୍ରକୃତ କଥା ଏଇଆ ଅଟେ ଯେ ପ୍ରକୃତ ଓ ବାସ୍ତବିକ ଜ୍ଞାନ ନିଜର ବୁଦ୍ଧି, ନିଜର ନିଷ୍ପକ୍ଷ ଅନୁଭବ ଓ ନିଜର ଦେଖିଥିବା ଘଟଣା ହିଁ କହିପାରେ। ବହିର କଥା ଓ ଅନ୍ୟର କାହାଣୀ ଆଡ଼େ ଧ୍ୟାନ ନ ଦେଇ ନିଜର ଦେଖିଥିବା ଘଟଣା ଉପରେ ନିଷ୍ପକ୍ଷ ଭାବରେ ବିଚାର କରନ୍ତୁ। ଏଥିରୁ ବାସ୍ତବିକ ଓ ପ୍ରକୃତ ଜ୍ଞାନ ହେବ। ବିନା ପ୍ରକୃତ ଜ୍ଞାନରେ ହୃଦୟକୁ ଶାନ୍ତି ମିଳିପାରେ ନାହିଁ। ପ୍ରକୃତ ଜ୍ଞାନ, ପ୍ରକୃତ ଶାନ୍ତି ଓ ପ୍ରକୃତ ସୁଖର ସ୍ରୋତ ଅଟେ। ଭୂତଙ୍କର ମିଛ କାହାଣୀ, ମିଛ କଥା ଓ କୌଣସି ପୁରୁଷ ବିଶେଷର ମିଛ ପ୍ରଶଂସା ବଢ଼ାଇ ଚଢ଼ାଇ କହିବାର ଏହି ମନୁଷ୍ୟମାନେ ନିଜର ସ୍ୱଭାବ କରିଦେଇଛନ୍ତି। ଏଥିରେ ସତ୍ୟର ହତ୍ୟା ହୋଇଥାଏ, ଜ୍ଞାନର ହତ୍ୟା ହୋଇଥାଏ, ଆଉ ପ୍ରକୃତ ଅନୁଭବ ପ୍ରକାଶକୁ ଆସିପାରେ ନାହିଁ। ଅତଃ ଜ୍ଞାନ ପ୍ରାପ୍ତ କରିବାର ସବୁଠାରୁ ଭଲ ସାଧନ ନିଜର ବୁଦ୍ଧି, ନିଜର ଆଖି, ନିଜର ନିଷ୍ପକ୍ଷ ଅନୁଭବ ଓ ନିଜର ଆତ୍ମା ଅଟେ। ପ୍ରକୃତ ଜ୍ଞାନ ଓ ପ୍ରକୃତ ଆନନ୍ଦର ସମୁଦ୍ର ଯଦି କେହି ଅଛି, ତେବେ ତାହା ନିଜର ଆତ୍ମା ଅଟେ। ନିଜର ବୁଦ୍ଧିରୁ କାମ ନ ନେଇ, ନିଜର ଆଖିକୁ ବିଶ୍ୱାସ ନ କରି ଆଉ ନିଜର ଆତ୍ମାକୁ ତୁଚ୍ଛ ମାନି ମନୁଷ୍ୟ ଜାତି ଆଜି ପର୍ଯ୍ୟନ୍ତ ବହୁତ ଧକ୍କା ଖାଇଲାଣି। ନିଜର ଜିଆଁଜଗା ଆତ୍ମାକୁ ତୁଚ୍ଛ ମାନି ମନୁଷ୍ୟ ଜାତି ମୁର୍ଦାର ପଛରେ ଦୌଡ଼ୁଛି ଓ ତାଙ୍କଠାରୁ ସହାୟତା ପାଇବାକୁ ଆଶା ରଖୁଛି। ଅନ୍ୟର ଆଶା ଛାଡ଼ି ନିଜର ଆତ୍ମା ଉପରେ ବିଶ୍ୱାସ ରଖନ୍ତୁ। ସଫଳତା, ସୁଖ, ଶାନ୍ତି ଓ ଆନନ୍ଦ ତା ସହିତ ରହନ୍ତି ଯାହା ସହିତ ସ୍ୱାବଲମ୍ବନ, ଆତ୍ମା ଗୌରବ ଓ ଆତ୍ମବିଶ୍ୱାସ ଅଛି।